ସନାତନର ଘର ଥିଲା ଗାଁର ଶେଷ ମୁଣ୍ଡରେ। ସନାତନ ତା ଘରେ ଗୋଟିଏ ଗଧ ଆଉ ଗୋଟିଏ କୁକୁର ପାଳିଥିଲା। ଗଧଟି କଠିନ ପରିଶ୍ରମ କରୁଥିଲା ଆଉ ମାଲିକର ଭାରି ପ୍ରିୟ ଥିଲା। କିନ୍ତୁ କୁକୁର ସନାତନର ବିଶେଷ କାମରେ ଆସୁନଥିଲା। ସେଥିପାଇଁ ସନାତନ ତାର ଖାଇବା ପିଇବାରେ ବିଶେଷ ଧ୍ୟାନ ଦେଉନଥିଲା। ତେଣୁ କୁକୁରର ସନାତନ ଉପରେ ରାଗ ଥିଲା। ଦିନେ ରାତିରେ ସନାତନ ଘରକୁ ଚୋରି କରିବା ପାଇଁ ଚୋରଟିଏ ଆସିଲା। ଏ ଲୋକଟାର ଘର ଏତେ ଅଖାଡ଼ୁଆ। ତା ଛଡ଼ା ଘରେ ଦିଟା ଜନ୍ତୁ ରଖିଛି। ଗଧଟାକୁ ତ ରଖିଛି, ତା ସାଙ୍ଗରେ କୁକୁରଟା କାହିଁକି ରଖିଛି? ଆରେ ଭୁକୁନୁ। ମୁଁ କାହିଁକି ଭୁକିବି? ଭୁକିବା କାମ ହେଉଛି ତୋର। ତୁ ଭୁକିବୁନି ତ ଆଉ କିଏ ଭୁକିବ? ମୋର ଭୁକିବାର ନାହିଁ ଭାଇ। ମାଲିକ ଘରେ ଚୋର ପଶୁ, ଯାହା ପାରୁ ତାହା ଲୁଟି ନେଉ। ମୋର କିଛି କରିବାର ନାହିଁ। ଆରେ ଇଏ କେମିତି କଥା କହୁଛୁ? କ'ଣ ହେଇଛି ତୋର? ମୋର କ'ଣ ହବ? ଯାହା ତ ହବା କଥା ତୋର ସବୁ ହଉଛି। ତୁ ମାଲିକ ପାଇଁ ଦିନ ରାତି ଖଟୁଛୁ, ବହୁତ ପରିଶ୍ରମ ବି କରୁଛୁ। ଆଉ ମାଲିକ ତତେ ଦିଉଳି ପେଟ ପୂରେଇ ଖାଇବାକୁ ଦଉଛି। ତତେ ଢେର ଭଲରେ ରଖିଛି ମାଲିକ। ମତେ ତ ଖାଲି ଦିପହରେ ଗଣ୍ଡେ ଖାଇବାକୁ ଦେଉଛି। ସେ ପୁଣି ପେଟ ପୂରିଲା ଭଳି ନୁହଁ। ରାତି ଓଳିଟା ମୁଁ ଠିଆ ଉପାସ। ମୁଁ ଯୋଉ କଷ୍ଟ ପାଉଛି ମୁଁ ହିଁ ଜାଣେ। ତେଣୁ ମୋର ଭୁକିବାର ଜମା ନାହିଁ। ମାଲିକ ଏବେ ପାଉ ପାନେ। ଆରେ ବର୍ତ୍ତମାନ କ'ଣ ସେସବୁ କଥା କହିବା ସମୟ? ଦେଖ, ବାଜେ କଥା କିଛି କହନା। ତୁ ଯଦି ପାରୁଛୁ କିଛି କରେ, ନହେଲେ ଚୁପ୍ ହେଇକି ବସ। ଓହୋ, ମଣିଷ କୋଉ ସମୟରେ ଦିଟା ଜନ୍ତୁ ରଖିଥିଲା କେଜାଣି? ଟିକେ ଶାନ୍ତିରେ ଶୁଏଇ ଦେଉନାହାନ୍ତି। ଆରେ ଏ ଗଧ କ'ଣ ମୋତେ ଦେଖି ବୋବଉଛି ନା କ'ଣ? ହଁ, ସତରେ ତ। ମୋତେ ଯାଇ ସେପଟେ ଦେଖିବାକୁ ହେବ। ହେ ଘର ମାଲିକଟା ଉଠିଛି କି ନାହିଁ, ନହେଲେ ମୁଁ ଧରା ପଡ଼ିଯିବି। ଏଇଟା କିଏ ବୋବଉଛି? ଗଧ ନା? ରହ ମୁଁ ଯାଉଛି, ବୁଝୁଛି ତ କଥା। ରାତିରେ ଟିକେ ଶୁଆଇ ଦଉନି ମଣିଷକୁ। ଆଜି ବାଡ଼େଇକି ମାରିଦେବି। ଆରେ ଇଏ ତ ସତରେ ଉଠିଗଲାଣି। ଆଉ ଏଠି ଚୋରି କରିହେବନି। ଯାଉଛି ଜୀବନ ବଞ୍ଚେଇ ପଳେଇବି ଆଉ। ଗଧର ଚିତ୍କାର ଶୁଣି ଚୋର ପଳେଇଲା। ରାତି ଅଧରେ ଗଧଟା ଚିତ୍କାର କରୁଥିବାରୁ ସେ ଗୋଟେ ଠେଙ୍ଗାଟେ ନେଇ ଆସିଲା। ଆଉ ସେଥିରେ ଗଧର କାନ ମୁଣ୍ଡକୁ ଶକ୍ତ ପାହାର ପକେଇଲା। ଆଉ ଗଧ ସେଇଠି ଟଳି ପଡ଼ିଲା। ଏଇ କାହାଣୀରୁ ଆମେମାନେ କ'ଣ ଶିଖିଲେ? ଅନ୍ୟକୁ ସାହାଯ୍ୟ କରିବା ପୂର୍ବରୁ ତାର ଭଲ ମନ୍ଦ ଆଉ ପୂର୍ବ ପରିସ୍ଥିତି ଉପରେ ଜାଣିବା ନିହାତି ଆବଶ୍ୟକ। ଦିନକର କଥା। ଗୋଟିଏ ଗାଁରେ ଜଣେ ବଣିକଟିଏ ରହୁଥିଲା। ସେ ବଣିକ ପାଖରେ ଗୋଟିଏ ଗଧ ଥିଲା, ଯାହା ଉପରେ ଜିନିଷ ପକେଇ ସେ ଯାଉଥିଲା ଆଉ ହାଟରେ ଯାଇ ବିକ୍ରି କରୁଥିଲା। ବଣିକଟିକୁ ପ୍ରତ୍ୟେକ ଦିନ ହାଟକୁ ଯିବା ପାଇଁ ନଦୀ ପାର ହେବାକୁ ପଡ଼ୁଥିଲା। ଗୋଟିଏ ଦିନ ବଣିକ ଗଧ ଉପରେ ଲୁଣ ବସ୍ତା ରଖି ନଦୀ ପାର ହେଉଥିଲା। ଗଧଟି ଓଜନ ସମ୍ଭାଳି ନ ପାରି ପାଣିରେ ପଡ଼ିଗଲା। ପାଣିରେ ପଡ଼ିଯିବା ହେତୁ ବସ୍ତାରେ ଥିବା ସବୁ ଲୁଣ ମିଳେଇଗଲା। ଆଉ ଗଧର ପିଠି ବି ହାଲକା ଲାଗିଲା। ବଣିକଟି ହାଟକୁ ନ ଯାଇ ଘରକୁ ଫେରି ଆସିଲା। ଆଉ ତା ପରଦିନ ବଣିକ ଗଧ ପିଠିରେ ଲୁଣ ବସ୍ତା ରଖି ପୁଣି ନଦୀ ପାର ହେଲା। ହେଲେ ଏଥର ଗଧ ଜାଣିଶୁଣି ନଦୀରେ ପଡ଼ିଗଲା। ଏଥିପାଇଁ ଯେ ଲୁଣ ପାଣିରେ ମିଳେଇଯିବ ଆଉ ସେ ଶୀଘ୍ର ଘରକୁ ଫେରିଯିବ। କିନ୍ତୁ ବଣିକ ଏଥର ଗଧର ଚାଲାକି ଜାଣିପାରିଲା। ଓହୋ, ଗଧ ତାହେଲେ ଜାଣିଶୁଣି ପାଣିରେ ପଡ଼ିଗଲା। ଯେମିତି ସେ ବୁଝ ନବାରୁ ବଞ୍ଚିଯିବ, ତାକୁ କାଲି ମୁଁ ଉଚିତ ଶିକ୍ଷା ଦେବି। ତା ପରଦିନ ବଣିକ ଲୁଣ ଜାଗାରେ ବସ୍ତାରେ କପା ଭରି ଦେଲା। ନଦୀ ପାର ହେବା ପାଇଁ ବାହାରିଲା। ସବୁଦିନ ପରି ଏଥର ବି ଗଧ ଜାଣିଶୁଣି ନଦୀରେ ପଡ଼ିଗଲା। ପାଣି କାରଣରୁ କପାରେ ଥିବା ବସ୍ତା ବହୁତ ଓଜନ ହେଇଗଲା। ବସ୍ତାରେ ପାଣି ଭରିଯିବା ଯୋଗୁଁ ଗଧ ପାଇଁ ବି
ଚାଲିବା କଷ୍ଟ ହେଇ ପଡ଼ିଲା। ଗଧ ଚାଲି ନ ପାରିବାରୁ ବଣିକ ତାକୁ ବହୁତ ପିଟିଲା। ଆଉ ଏହିପରି ଗଧ ତାର ଭୁଲ ବୁଝିପାରିଲା।